गम्भीरवर्तनाभिस्तनौरनमिता शुभ्रवस्त्रोस्तर्या लक्ष्मीर्गिरिगजन्त्री मणिगणगतिकै स्नापितैर्मुकुम्भे नित्यं वसतु मम गृहे। ଆପଣଙ୍କର ଯେଉଁ ଧର୍ମପତ୍ନୀଙ୍କ ପାଇଁ ଯେଉଁ ସମାଧି ମନ୍ଦିର କରିଛନ୍ତି ସେଠାରେ ଗୋପାଳ ରହିଛନ୍ତି, କ'ଣ ପାଇଁ ରଖିଛନ୍ତି, ତାର କ'ଣ ତା ପଛରେ ରହିଛି କାରଣ? ଗୋପାଳ ବାଲଗୋପାଳ ସିଏ ତାଙ୍କୁ ପୁଅ ଭଳିଆ ପୁଅ ଭଳି ରଖିଥିଲେ, ପୁଅ ଭଳିଆ ନୁହଁ, ପୁଅ ଭଳି ରଖିଥିଲେ। ସେ ତାଙ୍କର ପୁଅ ଥିଲେ। ସେ ଯାହା ଖାଉଥିଲେ ପ୍ରଥମେ ଗୋପାଳଙ୍କୁ ଦେଲେ, ଖାଉଥିଲେ ହେଲେ ଖାଉନଥିଲେ। ସେ ଇଭେନ୍ ଫ୍ଲାଇଟ୍ରେ ଗଲେ ମଧ୍ୟ ପିଆଜ ରସୁଣ ମୋତେ କେତେଥର ପଚାରୁଛନ୍ତି କ'ଣ କରିବା, ସେ ଦେଉଛନ୍ତି ପିଆଜ ରସୁଣ, କ'ଣ କରିବି, ଗୋପାଳ କ'ଣ ଖାଇବେ? ମୁଁ କହିଲି ତୁମେ ଯାହା ଖାଇବ, ଗୋପାଳ ଖାଇଲେ ତୁମେ ଖାଇବ, ତାଙ୍କୁ ଦିଅ। ତେଣୁ ଅନେକ ସମୟରେ ଯେକୌଣସି ଖାଦ୍ୟ ଯେଉଁଠି ବି ମିଳିଛି ପିଆଜ ରସୁଣ ପଡ଼ିଥିଲେ ବି ସେ ଗୋପାଳଙ୍କୁ ସମର୍ପଣ କରି ଖାଇଛନ୍ତି। କାରଣ ନିଜ ପୁଅକୁ ଯେମିତି ଦିଆଯାଏ, ଅନେକ ସମୟରେ ଗୋପାଳ ମଧ୍ୟ ଅଳି ସେ ମୋତେ କହିଛନ୍ତି, ଗୋପାଳ ତାଙ୍କ ସହିତ କଥା ହୁଅନ୍ତି। ଗୋପାଳ ତାଙ୍କୁ ଯଦି ତାଙ୍କର ଫଳ ଖାଇବାର ଇଚ୍ଛା ନଥିବ ତାକୁ ଫୋପାଡ଼ନ୍ତି, ଯେଉଁ ମିଠା ଖାଇବା କଥା ସିଏ ତାଙ୍କୁ କୁହନ୍ତି। ଯଦି ସେ ତାଙ୍କ ସୁନା ଅଳଙ୍କାର ପିନ୍ଧିବା କଥା ତାଙ୍କୁ ମଧ୍ୟ ସ୍ୱପ୍ନରେ କୁହନ୍ତି କି ମୋର ଏଇ ଅଳଙ୍କାର ଦରକାର, ମୁକୁଟ ଦରକାର, ଇଏ ଦରକାର, ଆଉ ସେ କିଣନ୍ତି। ସବୁ ଜିନିଷ ଗୋପାଳଙ୍କର ଆପଣ ଦେଖିବେ, ସବୁ ଜିନିଷ ମାନେ ସେ ତାଙ୍କୁ କିଣିଛନ୍ତି। ଆଉ ଗୋପାଳ ନିଜ ଚଏସ୍ରେ ଯାଇ କିଣିଛନ୍ତି। ତାହା କେବଳ ଶୁଣିଲେ ଲୋକମାନଙ୍କୁ ଅଦ୍ଭୁତ ଲାଗିପାରେ, କିନ୍ତୁ ଅନୁଭବ ନ କଲେ ବୁଝି ହେବନି। ଯେତେବେଳେ ତାଙ୍କର ସେ ଦେହତ୍ୟାଗ କଲେ, ସମାଧି ପ୍ରତିଷ୍ଠା ପୂର୍ବ ପର୍ଯ୍ୟନ୍ତ 5 ତାରିଖ ଜାନୁଆରୀ 2024 ତାଙ୍କ ସମାଧି ପ୍ରତିଷ୍ଠା ହେଲା। 23 ଡିସେମ୍ବର 2016 ସେ ଯାଇଥିଲେ। 21 ଦିନରେ ତାଙ୍କ ସମାଧି ପ୍ରତିଷ୍ଠା କରାହେଲା। ଯେତେବେଳେ ସମାଧି ପ୍ରତିଷ୍ଠା କରାହେଲା ତାଙ୍କୁ ସ୍ୱଦେହରେ ଏଠି ସମାଧି ଦିଆହେଇଥିଲା। ସେଇଟା ମଧ୍ୟ ପ୍ରଭୁ ଗୋରକ୍ଷନାଥଙ୍କ ନିର୍ଦ୍ଦେଶରେ ହେଇଥିଲା, ତାଙ୍କ ସ୍ୱପ୍ନାଦେଶ ତାଙ୍କୁ ହେଇଥିଲା, ସେଥିପାଇଁ କରାଯାଇଥିଲା। କିନ୍ତୁ ଗୋପାଳଙ୍କୁ ସବୁଦିନ ମୁଁ ନିଏ, ସେ ଘରେ ରୁହନ୍ତି, ପୁଣି ସକାଳୁ ଆସନ୍ତି, ଏଇଠି ଆମେ ବସୁ ତାଙ୍କ ସମାଧି ପାଖରେ, ଆଉ ପୁଣି ରାତି ହେଲେ ପଳାଉ। ଯେତେବେଳେ ସମାଧି ପ୍ରତିଷ୍ଠା ହେଲା ଆଉ ଗୋପାଳ ସେଠୁ ଗଲେନି, ସେ ସେଠି ରହିଲେ। ମୁଁ କହିଲି ଆଉ ସିଏ ତ ଯିବା ପାଇଁ ଚାହୁଁନାହାନ୍ତି, ସେଠି ରୁହନ୍ତୁ। ତେଣୁ ତାଙ୍କ ପାଇଁ ବ୍ରାହ୍ମଣ ଖଞ୍ଜା ହେଲା। ସେମାନେ ବ୍ରାହ୍ମଣ ଏଠି ତାଙ୍କର 5 ଟାଇମ୍ ଖାଦ୍ୟ ପ୍ରୟୋଗ ବ୍ୟବସ୍ଥା ଯେମିତି ତାଙ୍କ କରାଯାଏ, ସମାଧି ଆଉ ଗୋପାଳ ସେମାନେ ସାଙ୍ଗରେ ତାଙ୍କର ରହିଲା। ସେ ବ୍ରାହ୍ମଣ ତାଙ୍କର ପୂଜା କଲେ। ଜଗନ୍ନାଥ ତ ଏବେ ଗତ ବର୍ଷ ରଥଯାତ୍ରା ସମୟରେ ଆସିଛନ୍ତି, ତେଣୁ ତାଙ୍କର ଇଚ୍ଛା ଥିଲା ସେ ମହାପ୍ରସାଦ ଖାଇବେ। ସେଇଟା ଗୋରକ୍ଷନାଥଙ୍କର ନିର୍ଦ୍ଦେଶ, ମାନେ ସ୍ୱପ୍ନରେ ସେ ପାଇଥିଲେ। ସେ ସ୍ୱପ୍ନରେ ତାଙ୍କୁ ଡିସେମ୍ବର 16 ଯିବୁ ବୋଲି ଗୋରକ୍ଷନାଥ ତାଙ୍କୁ କହିଥିଲେ, ଆସି ନେଇ ଏଇ ଜାଗାରେ ତୁ ରହିବୁ, ଆଉ ସେ ଜାଗା ଦେଖାଇ ଦେଇଥିଲେ, ଆଉ ତୁ ଏଠି ଠାକୁରଙ୍କର ଅଭଡ଼ା ପାଇବୁ, ମୁଁ ବି ଏଠି ଅଛି, ଏ କଥା କହିଥିଲେ। ତେଣୁ ମହାପ୍ରଭୁଙ୍କ ପାଖରେ ଏବେ ଯାହା ଅଭଡ଼ା ଲାଗୁଛି, 5 ଟାଇମ୍ ଯେଉଁ ପ୍ରସାଦ ଲାଗୁଛି, ସେ ଗୋପାଳଙ୍କ କତିରେ ଲାଗୁଛି। ତାପରେ ତାଙ୍କୁ ସେ ସମର୍ପଣ କରାଯାଉଛି। ତେଣୁ ଗୋପାଳ ତାଙ୍କର ପୁଅ ଭଳିଆ, ସେ ପୁଅ ଭଳି ତାଙ୍କୁ ରଖିଥିଲେ। ତେଣୁ ଏବେ ମଧ୍ୟ ସେ ପୁଅ ଭଳି ତାଙ୍କ ପାଖରେ ରହିଛନ୍ତି। ତେଣୁ ମହାପ୍ରଭୁଙ୍କର ସେଠି କମ୍ବାଇନ୍ ପୂଜା ହେଉଛି, ସେଥିରେ କିଛି ଅଲଗା କିଛି ନାହିଁ। ସେ ଗୋପାଳଙ୍କ ସହିତ ମିଶି ଯାଇଛନ୍ତି, ଆଉ ବର୍ତ୍ତମାନ ଗୋପାଳ ତାଙ୍କ ସହିତ ମିଶିକିରି ଅଛନ୍ତି। ସେ ସ୍ୱତନ୍ତ୍ର ଭାବରେ ଆତ୍ମା ପରମାତ୍ମା ଭକ୍ତ ଭଗବାନଙ୍କର ସମ୍ପର୍କ ଯେଭଳି, ସେଇଭଳି ସେ ମିଶିକିରି ଦୁଇ ଜଣଙ୍କର ଗୋଟିଏ ମା ପୁଅର ସମ୍ପର୍କ ଭଳିଆ ସେ ବର୍ତ୍ତମାନ ମଧ୍ୟ ସୂକ୍ଷ୍ମ ଦେହରେ ପୂଜା ପାଉଛନ୍ତି। ଆମେ ତ ଗୋପାଳଙ୍କୁ ସ୍ଥୂଳ ମୂର୍ତ୍ତି ଭିତରେ ଦେଖିଲେ ମଧ୍ୟ ସୂକ୍ଷ୍ମ ସତ୍ତା ଅନୁଭବ କରିଛୁ। ଅନେକ ସମୟରେ ଗୋପାଳ ଏଠି ବୁଲିବା ଆଉ ଖାଇବା ସମୟରେ ମଧ୍ୟ ତାଙ୍କର ଅନୁଭୂତି, ଆପଣ ତାଙ୍କ ପ୍ରସାଦରେ ଡାଇରେକ୍ଟ ମଧ୍ୟ ଗୋପାଳଙ୍କୁ ଲାଗିଥିବା ପ୍ରସାଦ ଆପଣ ଅନୁଭବ କରିପାରିବେ ସ୍ୱତନ୍ତ୍ର। ତେଣୁ ଇଏ କଥା କେବଳ ଅନୁଭବ କଲେ ଜଣାପଡ଼ିବ। ଗୋପାଳ ସେଠି ପ୍ରତ୍ୟକ୍ଷ ଭାବରେ ତା ମା ପାଖରେ ରହିଛି। ଆଉ ଗୋଟେ କଥା କୁହନ୍ତୁ, ଆମେ ଦେଖୁଛୁ ଆପଣଙ୍କର ଯେଉଁ ଏଠି ହେଲା ଘୋଷଯାତ୍ରା ହେଲା, ଆଜି ରାଜା ପରମ୍ପରା ଦେଖିବାକୁ ଆମେ ପାଇଲୁ। ଅଲଗା ଜାଗାରେ ସବୁ ରାଜା ମାନେ ଛେରା ପହଁରା କରିବେ, ରାଜାଙ୍କର ଯେଉଁଭଳି କାର୍ଯ୍ୟକ୍ରମ ଥାଏ, କିନ୍ତୁ ଆପଣଙ୍କର ଏଠି କାହିଁ ବ୍ୟତିକ୍ରମ? ନାଇଁ, ବ୍ୟତିକ୍ରମ ନୁହେଁ। ଆକ୍ଚୁଆଲି ମହାପ୍ରଭୁଙ୍କର ଏକମାତ୍ର ଆଦ୍ୟ ସେବକ ଠାକୁର ରାଜା ଦିବ୍ୟସିଂହ ଦେବ, ସେ ପରମ ପୂଜ୍ୟ ଆଉ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା। ମୋ ମତରେ ସିଏ ହିଁ ଠାକୁର ରାଜା। ଆଉ ପୃଥିବୀର ଯେକୌଣସି ଦେଶରେ, ଯେକୌଣସି ଜାଗାରେ ଯଦି ରଥଯାତ୍ରା ହେଉଛି, ସିଏ ସବୁ ରଥର ପରିଚୟ, କାରଣ ସେ ଜଗନ୍ନାଥଙ୍କର ପ୍ରତିନିଧି, ସେ ଚଳନ୍ତି ପ୍ରତିମା। ତେଣୁ ସିଏ ଥରେ ରଥରେ ଛେରା ପହଁରା କଲା ପରେ ଯେକୌଣସି ଜାଗାରେ ମହାପ୍ରଭୁଙ୍କ ପ୍ରଚାର ପ୍ରସାର ନିମିତ୍ତ ରଥଯାତ୍ରା କରାଯାଉଛି, ସେମାନେ ରଥ ଚାଲିବା କଥା। ଆଉ ତାଙ୍କର ସ୍ୱରୂପରେ, ତାଙ୍କର ପ୍ରତିନିଧି ସ୍ୱରୂପରେ କୌଣସି ବ୍ୟକ୍ତି କେବେ ତାଙ୍କର ପ୍ରତିନିଧିତ୍ୱ କରିପାରିବ ନାହିଁ। କାରଣ ସିଏ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଯେତେବେଳେ, ତାଙ୍କର ଜଣେ ବ୍ୟକ୍ତି କେମିତି କରିବେ, ସେ କଥା ନ ହେଉ। ମୋ ହିସାବରେ ଜଣେ ପୀଠେଶ୍ୱର ବା ମଠାଧୀଶ ବା ପୀଠାଧୀଶ
कि से क्षेत्र क्षेत्रेश्वर से माने करवा उचित से सूत्र जितेबाला आमर गोपालंकर ये समस्त संपत्ति गोपाल समर्पित गोपाल होती क्षेत्र क्षेत्रेश्वर आउ महाप्रभु जगन्नाथ चलती प्रतिमा तेणु मु चिंता कली महाप्रभु तो सेव्य और सेवक रूप में रही से महाप्रभु जी अनंत कोटि ब्रह्मांडर मालिक सी तांकर माँ बापा श्राद्ध देवाई चतुर्सिंह ओल्ल आसती तेणु एत बड़ ठाकुर कौटी अच्छा संसार तेणु सी एठी चलती प्रतिमा गोपाल जी महाराज सेठी सेवक हिसाब से छेरा पहरा कले तापर से सेव्य महाप्रभुंर चलती प्रतिमा हिसाब से नंदी घोष नहीं घोष यात्रा सामिल है तेणु ये राजार परंपरा अहंकारात्मक होची वर्तमान देखा मिल सबुआड़े गोटे राजा हाँपाई लोक छेरा पहरा करने गोटे चल गोटे भर प्रतिद्वंदिता चली प्रतियोगिता चली किए राजा हम कौन हम विभिन्न विभेद सृष्टि होमें जब सर्वोपरि ठाकुर राजा परम पूज्य दिव्य सिंह देव को छाड़देला आउ कहीं न कराते समस्ते केवल पीठेश्वर बा से जगार एमती कराइपारता मुझे भावुँ सी कंपिटिशन बंद हो जाता आम जगन्नाथ अभिमुख हो जातु और जगन्नाथ प्रकृत में परंपरा रक्षा करने प्रचार प्रसार लगा ये जिनटा को आउ एते आम प्रायोरिटी दिंतु ना से आम ये आरंभ करूँ देखा जाऊ से जदि ओडार जनमानस को भल लगे बहुत जगह परिवर्तन हम आशा करुँच बहुत अनुष्ठान ताकू स्वागत कर